ଭିନ୍ନ ଦୃଷ୍ଟିରେ ଦେଖିଥାନ୍ତି। ହଁ ସେ ଜଣେ ଡ୍ରାଇଭର, କାହିଁକି ନା ଜଣେ ମଣିଷ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯାହାର ଆବଶ୍ୟକତା ହେ ସିଏ ହେଉଛି ଆମ ଡ୍ରାଇଭର। କାହିଁକି ନା ମଣିଷଟିଏ ଜନ୍ମ ହେବା ପାଇଁ ହେଲେ ମେଡିକାଲ ଯିବା ପାଇଁ ଆବଶ୍ୟକ ପଡିଥାଏ, ଆମ୍ବୁଲାନ୍ସ ଦରକାର ପଡିଥାଏ ଜଣେ ଡ୍ରାଇଭର। ସେଇ ପିଲାଟିଏ ବଡ ହୋଇ ସ୍କୁଲ ଯିବା ପାଇଁ ହେଲେ ସ୍କୁଲ ବସରେ ଦରକାର ପଡିଥାଏ ଜଣେ ଡ୍ରାଇଭର। ସେଇ ପିଲାଟି ବଡ ହୋଇ ଚାକିରି କଲେ କାର ଚଲେଇବା ପାଇଁ ଦରକାର ପଡିଥାଏ ଜଣେ ଡ୍ରାଇଭର। ସେଇ ପିଲାଟି ବଡ ହୋଇ ବାହା ହେବା ପାଇଁ ଗଲେ ସେ ବଡ ଗାଡିରେ ଦରକାର ପଡିଥାଏ ଜଣେ ଡ୍ରାଇଭର। ସେଇ ପିଲାଟି ଜୀବନର ଶେଷ ପାହାଚରେ ପହଞ୍ଚିଲା ପରେ ଯେତେବେଳେ ମୃତ୍ୟୁବରଣ କରିଥାଏ ଶ୍ମଶାନକୁ ଯିବା ପାଇଁ ତା ଗାଡିରେ ଦରକାର ପଡିଥାଏ ଜଣେ ଡ୍ରାଇଭର। କାହିଁକି? ଯଦି ଜଣେ ମଣିଷର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଜଣେ ଡ୍ରାଇଭରର ଆବଶ୍ୟକ ପଡୁଛି, ଜଣେ ଡ୍ରାଇଭର ଦରକାର ପଡୁଛି କଣ ପାଇଁ?